ଆଜିର ମହତ୍ତ୍ୱପୂର୍ଣ୍ଣ ଅନୁଚିନ୍ତା। ନମ୍ବର 1 ଜୀବନରେ କେବେ ବି ଅଭିମାନ କରିବା ଉଚିତ ନୁହେଁ। ଏହା ଅମଙ୍ଗଳକାରୀ ହେବା ସହିତ ଆୟୁ କମ୍ ହେବାରେ ସମ୍ଭାବନା ରହିଥାଏ। ନମ୍ବର 2 ସନ୍ଧ୍ୟା ସମୟରେ କେବେ ବି ଦହି କାହାକୁ ଦାନ କରିବା ଉଚିତ ନୁହେଁ। ଏହାଦ୍ୱାରା ଶୁକ୍ରଙ୍କର ଖରାପ ପ୍ରଭାବ ପଡ଼ିଥାଏ ଏବଂ ଘରେ ସୁଖ ସମୃଦ୍ଧି କମି ହେବାର ସମ୍ଭାବନା ରହିଥାଏ। ନମ୍ବର 3 ସୂର୍ଯ୍ୟାସ୍ତ ପରେ କେବେ ବି କ୍ଷୀର ଦାନ କରିବା ଉଚିତ ନୁହେଁ। ଏହା ଅଶୁଭ ଏବଂ ଅମଙ୍ଗଳକାରୀ ହୋଇଥାଏ। ତା ସହିତ ଅର୍ଥ ଅଭାବ ଦେଖାଦେବାର ସମ୍ଭାବନା ରହିଥାଏ। ନମ୍ବର 4 ଅତ୍ୟଧିକ ସ୍ୱାର୍ଥ ଭାବନା କେବେ ବି ମନରେ ଆସିବା ଉଚିତ ନୁହେଁ। ଏହା ଶୁଭଙ୍କର ହୋଇନଥାଏ ଏବଂ ଆୟୁ କ୍ଷୀଣ ହେବାର ସମ୍ଭାବନା ଦେଖାଦେଇଥାଏ। ନମ୍ବର 5 ଅଧିକ ରାଗିବା କିମ୍ବା ଅଧିକ କ୍ରୋଧ ଆସିବା ଦ୍ୱାରା ଅମଙ୍ଗଳକାରୀ ହୋଇଥାଏ ଏବଂ ମନରେ ଅନୁଚିତ ଭାବନା ଆସିନଥାଏ। ତା ସହିତ ଆୟୁ କମ୍ ହୋଇଥାଏ। ନମ୍ବର 6 ଜୀବନରେ କୌଣସି ଜିନିଷ ତ୍ୟାଗ କରିବାର ସ୍ୱଭାବ ବୃଦ୍ଧି କରିବା ଦ୍ୱାରା ମଙ୍ଗଳକାରୀ ହୋଇଥାଏ ଏବଂ ଶାସ୍ତ୍ର ଅନୁସାରେ ତ୍ୟାଗର ଭାବନା କମ୍ ହେଲେ ଆୟୁ କ୍ଷୀଣ ହୋଇଥାଏ। ନମ୍ବର 7 ଠାକୁର ପୂଜା କରିବା ସମୟରେ ଧଳା, ହାଲକା ଗୋଲାପୀ କିମ୍ବା ହାଲକା ହଳଦିଆ ରଙ୍ଗର ବସ୍ତୁ ପିନ୍ଧିବା ଉଚିତ। ଏହାଦ୍ୱାରା ଶୁଭପ୍ରଦ ହୋଇଥାଏ। ନମ୍ବର 8 ଘର ଉତ୍ତର କିମ୍ବା ପୂର୍ବ ଦିଗରେ ଠାକୁର ଘର କରିବା ସହିତ ଠାକୁର ଘର ରଙ୍ଗ ହଳଦିଆ କିମ୍ବା ନାରଙ୍ଗୀ କରିବା ଦ୍ୱାରା ଶୁଭପ୍ରଦ ଏବଂ ମଙ୍ଗଳକାରୀ ହୋଇଥାଏ। ନମ୍ବର 9 ଘରେ ଯଦି ଧନର ଅଭାବ ଦେଖାଦେଇଥାଏ ତେବେ ନାରାୟଣଙ୍କୁ ହଳଦିଆ ପୁଷ୍ପ ଅର୍ପଣ କରିବା ଦ୍ୱାରା ମଙ୍ଗଳକାରୀ ହେବା ସହିତ ଧନର ଅଭାବ ଦୂର ହୋଇଥାଏ। ନମ୍ବର 5 ଓଦା ପାଦରେ କିମ୍ବା ମଇଳା ପାଦରେ କେବେ ବି ଶୋଇବା ଉଚିତ ନୁହେଁ। ଏହା ଅଶୁଭ ଏବଂ ଅମଙ୍ଗଳକାରୀ ହୋଇଥାଏ। ନମ୍ବର 11 ସୂର୍ଯ୍ୟ ଅସ୍ତ ହେବାର 1 ପ୍ରହର ପରେ ଶୋଇବା ଉଚିତ ଏବଂ ଶୋଇବା ସମୟରେ ମଥାରେ ଯଦି ତିଲକ ଲାଗିଥାଏ ତେବେ ଧୋଇଦେବା ଦ୍ୱାରା ମଙ୍ଗଳକାରୀ ହୋଇଥାଏ। ନମ୍ବର 12 ଘରେ ଯଦି ବିନା କାରଣରେ କଳି ଝଗଡ଼ା ହେଉଥାଏ ତେବେ ପ୍ରତିଦିନ ସକାଳୁ 108 ଥର ଗାୟତ୍ରୀ ମନ୍ତ୍ର ଜପ କରିବା ଦ୍ୱାରା ମଙ୍ଗଳକାରୀ ହେବା ସହିତ ଶାନ୍ତିର ପରିବେଶ ସୃଷ୍ଟି ହୋଇଥାଏ। ନମ୍ବର 13 ଠାକୁର ଘରେ ଶିବଲିଙ୍ଗ ଏବଂ ଶାଳଗ୍ରାମ ରଖି ପୂଜା କରିବା ଦ୍ୱାରା ଘରେ ସମସ୍ତ ଶକ୍ତିର ସନ୍ତୁଳନ ହୋଇଥାଏ। ତା ସହିତ ସମସ୍ତ ଶୁଭପ୍ରଦ ପ୍ରାପ୍ତ ହୋଇଥାଏ। ନମ୍ବର 14 ପ୍ରତି ସୋମବାର ଧଳା ମନ୍ଦାର ଭଗବାନ ଶିବଙ୍କୁ ଅର୍ପଣ କଲେ ଘରକୁ ଅଶୁଭ ଶକ୍ତି ପ୍ରବେଶ କରିପାରେ ନାହିଁ। ନମ୍ବର 15 ଗୋଟିଏ ଛୋଟ ତମ୍ବା ପାତ୍ରରେ ଜଳ ଭର୍ତ୍ତି କରି ସେଥିରେ ତୁଳସୀ ପକାଇ ଠାକୁର ଉପରେ ରଖିବା ଦ୍ୱାରା ଶୁଭପ୍ରଦ ହୋଇଥାଏ ଏବଂ ପୂଜାର ଫଳ ଦ୍ୱିଗୁଣ ହୋଇଥାଏ। ଧନ୍ୟବାଦ ଦର୍ଶକ।